ଜଣେ ଲୋକ ଯଦି ହିନ୍ଦୁରୁ ଯଦି ଖ୍ରୀଷ୍ଟିଆନ ହେଲେ ସେଇ ସମାଜର ଲୋକ ସେଇ ଗାଁର ଲୋକମାନେ କ'ଣ କରୁଛନ୍ତି, ତାଙ୍କର ଘର ତାଙ୍କର ଦ୍ୱାର ତାକୁ ପୁରା ମାରି ମାରିକି ଗାଁରୁ ପୁରା କ'ଣ କରୁଛନ୍ତି, ଫାର କରିଦେଉଛନ୍ତି। ଯଦି ଜଣେ ଲୋକ ଖ୍ରୀଷ୍ଟିଆନ ଲୋକ ଯଦି ହିନ୍ଦୁ ହେଇଗଲେ ଖ୍ରୀଷ୍ଟିଆନ ଲୋକମାନେ କ'ଣ କରୁଛନ୍ତି, ଭୁଷୁଛନ୍ତି, ମାରୁଛନ୍ତି, କିଛି ମଧ୍ୟ ନୁହେଁ। ମାନେ ଭାବନ୍ତୁ, ଜଣେ ଲୋକ ଯଦି ଖ୍ରୀଷ୍ଟିଆନ ହେଇଗଲା ବୋଲି କହିଲେ ଗୋଟେ ସତ୍ୟ ବିଷୟ ଜାଣିଦେବେ, ଟିକେ ଅଲଗା ଆଡ଼କୁ ଯିବେ ବୋଲି ଲୋକମାନଙ୍କର ଚିନ୍ତାଧାରା ରହିଅଛି। ଜାଣୁଛନ୍ତି ଯେ ପ୍ରଭୁଙ୍କର ବିଷୟ ଏହିପରି, ତାଙ୍କର ହାତ ଗୋଡ଼ ଅଛି, ଆମର ହାତ ଗୋଡ଼ ନାହିଁ, ନାଇଁ କି ଅଛି। ବଟ୍ ଆମକୁ ଯେଉଁ ଶିକ୍ଷା ଦିଆଯାଉଛି ଆମେମାନେ ସେଇ ଅନୁସାରେ କ'ଣ କରୁଛୁ, ଆମେ ଚାଲୁଛୁ। ନହେଲେ ତାଙ୍କୁ ଗୋଟେ ମାରିଥିଲେ ଆମେ କ'ଣ କରିଥାନ୍ତେ, ପୁଣି 3ଟା ମାରିଥାନ୍ତୁ ପୁଣି। ବଟ୍ ସେଇ ପ୍ରକାର ନୁହେଁ। ଜଣେ ହିନ୍ଦୁ ଲୋକ ଯଦି ଖ୍ରୀଷ୍ଟିଆନ ହେଇଗଲେ କହିଲେ ତାକୁ ମାରି ପକାଉଛନ୍ତି। ତ ସେହିପରି ଯଦି ଜଣେ ଖ୍ରୀଷ୍ଟିଆନ ଲୋକ ଯଦି ହିନ୍ଦୁ ହେଇଗଲେ ଆମେ କେମିତି କରିଥାନ୍ତୁ, ପୁଣି ତାଙ୍କେ ଧରିକି ଖୋଦେଇବୁ କି? ସେମିତି ନାହିଁ। ତ ପ୍ରିୟ ଲୋକମାନେ ଭାବନ୍ତୁ, ଏଇଟା ଟିକେ ଆମେମାନେ କେଉଁ ଷ୍ଟେଜ୍ରେ ଅଛୁ ଭାବନ୍ତୁ ଟିକେ।